ସମସ୍ତଙ୍କୁ ଜୟ ଶ୍ରୀରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ବୀର ହନୁମାନଙ୍କର ସିନ୍ଦୁର ପ୍ରିୟ କାହିଁକି? କାହିଁକି ସବୁବେଳେ ଦେହ ସାରା ସିନ୍ଦୁର ବୋଲାଇ ହୋଇଥାନ୍ତି? ତାପରେ ଶୁଣିବା ଯୌତୁକ ମାଗିବାର 3ଟି ଷ୍ଟାଇଲ। ତାପରେ ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା ସବୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ସେୟାର କରନ୍ତୁ, ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ମା କାନ୍ଦିଥିଲା ଗର୍ଭସ୍ଥ ଶିଶୁର ଗୋଇଠା ପ୍ରହାର ଖାଇ। ପ୍ରସବ ବେଳେ ବି କାନ୍ଦିଥିଲା କେତେ ଅସହ୍ୟ ଯନ୍ତ୍ରଣା ସହି। କାନ୍ଦିଥିଲା ପୁଣି କଅଁଳ ଶିଶୁର ଦେହ ପା ଖରାପ ହେଲେ। ଜଞ୍ଜାଳ ଭିତରେ କ୍ଷୀର ପେଇବାର ବେଳ ଟିକେ ଗଡ଼ିଗଲେ। କାନ୍ଦିଥିଲା ଦିନେ ପିଲାଟିକୁ ତାର ମଣିଷ କରିବା ପାଇଁ। ଆଜି ବି କାନ୍ଦୁଛି ସେହି ପୁଅ ତାକୁ ଖାଇବାକୁ ଦେଉନାହିଁ। 300 ଟଙ୍କା ବିଧବା ଭତ୍ତାକୁ ପୁଅ ବୋହୂ ହାତେ ଦେଇ। କାନ୍ଦି କାନ୍ଦି ଆଖି ବୁଜି ଦେଲା ସିନା ଅଭିଶାପ ଦେଲା ନାହିଁ। ଜୀବନରେ ଯଦି ପାରୁଛନ୍ତି ତ ଅନ୍ୟକୁ ସାହାଯ୍ୟ କରିବାକୁ କେବେ ହେଲେ ପଛାନ୍ତୁ ନାହିଁ। ଆଉ ହଁ, ସେହି ବ୍ୟକ୍ତି ଭବିଷ୍ୟରେ କହେ ଆପଣଙ୍କୁ ସାହାଯ୍ୟ କରିବ, ସେହିପରି ଆଶା ମଧ୍ୟ କେବେ ରଖିବ ନାହିଁ। ଆମେ ଅନ୍ୟର ବିପଦ ସମୟରେ ସାହାଯ୍ୟ କରିଥିଲେ କେହି ନା କେହି ଆମ ବିପଦ ସମୟରେ ସାହାଯ୍ୟ ପାଇଁ ନିଶ୍ଚୟ ପହଞ୍ଚିଯିବେ। ଜଣେ ଭକ୍ତ ବୁଦ୍ଧଙ୍କୁ ପ୍ରଶ୍ନ କଲା, ଭଗବାନ, ମୁଁ ଶାନ୍ତି ଚାହୁଁଛି। ବୁଦ୍ଧଦେବ କହିଲେ, ପ୍ରଥମେ ତୁମ ବାକ୍ୟରୁ ମୁଁ ଶବ୍ଦଟିକୁ କାଢ଼ିଦିଅ, ତାହା ହୋଇଯିବ ଚାହୁଁଛି। ପୁଣି ବୁଦ୍ଧଦେବ କହିଲେ, ବର୍ତ୍ତମାନ ତୁମ ବାକ୍ୟରୁ ଚାହୁଁଛି ଶବ୍ଦଟା କାଟିଦିଅ, ତାହା ହୋଇଯିବ କେବଳ ଶାନ୍ତି। ତେଣୁ ଅହଂଭାବ ମୁଁ ଏବଂ ଚାହୁଁଛି ମାନେ ଆଶା ହିଁ କେବଳ ଦୁଃଖର କାରଣ। ମୂର୍ଖ ବ୍ୟକ୍ତି ଅନ୍ୟର ଅନିଷ୍ଟ କରିବା ଲକ୍ଷ୍ୟରେ ଏମିତି ଅନ୍ଧ ହୋଇଯାଏ ଯେ ତାର ନିଜର କେତେ ଅନିଷ୍ଟ ତାକୁ ଜଣା ପଡ଼ି ନଥାଏ। ଚାଲନ୍ତୁ ଏବେ ଶୁଣିବା ବୀର ହନୁମାନଙ୍କର ସିନ୍ଦୁର ପ୍ରିୟ ହେଲା କାହିଁକି? କାହିଁକି ସେ ସବୁବେଳେ ସିନ୍ଦୁର ବୋଲାଇ ହୋଇଥାନ୍ତି? ଯେତେବେଳେ ରାମଚନ୍ଦ୍ର ରାବଣକୁ ମାରି ରାମ, ଲକ୍ଷ୍ମଣ, ସୀତା ଅଯୋଧ୍ୟାକୁ ଫେରି ଆସୁଥିଲେ, ଠିକ୍ ସେତିକିବେଳେ ହନୁମାନ ମଧ୍ୟ ତାଙ୍କର ସେବା କରିବା ପାଇଁ ରାମ, ଲକ୍ଷ୍ମଣ ସହିତ ଆସିବାକୁ ବାଧ୍ୟ କଲେ। ଯେତେ ମନା କଲେ ବି ହନୁମାନ ମାନିବାକୁ ରାଜି ହେଲା ନାହିଁ। ସେ ରାମ, ଲକ୍ଷ୍ମଣ, ସୀତାଙ୍କ ସହିତ ରାମଚନ୍ଦ୍ରଙ୍କର ସେବା କରିବା ପାଇଁ ସେ ଅଯୋଧ୍ୟାକୁ ବି ଆସିଲେ। ବୀର ହନୁମାନ ସବୁବେଳେ ଚାହୁଁଥିଲେ ପ୍ରଭୁ ରାମଚନ୍ଦ୍ରଙ୍କୁ କିପରି ଖୁସିରେ ରଖିବେ, କିପରି ଭାବରେ ରାମଚନ୍ଦ୍ରଙ୍କର ସେବା କରିପାରିବେ। ଥରେ ମାତା ସୀତା ରାଜମହଲରେ ବସି ତାଙ୍କ ରୁମରେ ମଥାରେ ସିନ୍ଦୁର ଲଗାଉଥିଲେ। ଠିକ୍ ସେତିକିବେଳେ ବୀର ହନୁମାନ ପହଞ୍ଚିଗଲେ। ଆଉ ମାତାଙ୍କର ସିନ୍ଦୁର ଲଗାଇବା ଦେଖି ସୀତା ମାତାଙ୍କୁ ପ୍ରଶ୍ନ କଲେ, କହିଲେ, ଏ ସିନ୍ଦୁର କାହିଁକି ଲଗାଇଥାନ୍ତି ମଥାରେ? ତ ସୀତାମାତା ଉତ୍ତର ଦେଇ କହିଲେ, ମଥାରେ ସିନ୍ଦୁର ଲଗାଇଲେ ପ୍ରଭୁ ରାମଚନ୍ଦ୍ର ଖୁସି ହୋଇଥାନ୍ତି, ପ୍ରସନ୍ନ ହୋଇଥାନ୍ତି। ସେଥିପାଇଁ ମୁଁ ମୋ ମଥାରେ ସିନ୍ଦୁର ଲଗାଉଛି। ସବୁ ନାରୀମାନେ ମଧ୍ୟ ନିଜ ସ୍ୱାମୀଙ୍କୁ ପ୍ରସନ୍ନ କରିବା ପାଇଁ ମଥାରେ ସିନ୍ଦୁର ଲଗାଇଥାନ୍ତି। ଏହା ଶୁଣି ହନୁମାନ ମଧ୍ୟ ରାମଚନ୍ଦ୍ରଙ୍କୁ ଖୁସି କରିବା ପାଇଁ ତାଙ୍କ ଦେହ ସାରା ସିନ୍ଦୁର ବୋଲାଇ ହେଲେ। ସେହିଦିନଠାରୁ ହନୁମାନଙ୍କ ଶରୀରରେ ସିନ୍ଦୁର ଲଗାଇଦେଲେ, ସିନ୍ଦୁର ଅର୍ପଣ କଲେ ହନୁମାନ ମଧ୍ୟ ଖୁସି ହୋଇଥାନ୍ତି। ସେଥିପାଇଁ ସିନ୍ଦୁର ହନୁମାନଙ୍କର ଅତି ପ୍ରିୟ। ଏବେ ଶୁଣିବା ଯୌତୁକ ମାଗିବାର 4ଟି ଷ୍ଟାଇଲ। ପ୍ରଥମରେ ହେଲା, ଜଣେ ଗୋଷ୍ଠୀ ପୁରା ରୋକଠୋକ ମାଗନ୍ତି ଯେ ଆମର ଏତିକି ଟଙ୍କା ଦରକାର। ଦ୍ୱିତୀୟରେ ହେଲା, ଆଉ ଗୋଟିଏ ଗୋଷ୍ଠୀ କହିବେ ଆମର ଯୌତୁକ ଦରକାର ନାହିଁ, ବସ୍ ସମ୍ମାନ ପାଇଁ କିଛି ଦାଣ୍ଡ ସୁନ୍ଦର ଦେଇଦିଅନ୍ତୁ। ତୃତୀୟରେ ହେଲା, ଆଉ ଜଣେ ଗୋଷ୍ଠୀ କହିବେ
ଝିଅ ଖୁସି ପାଇଁ ଯାହା ଦେବେ ଦେଇ ଦିଅନ୍ତୁ। ଚତୁର୍ଥରେ କହନ୍ତି, ଆମକୁ କିଛି ଟଙ୍କା ଯୌତୁକ ଦରକାର ନାହିଁ, କେବଳ ଝିଅକୁ ହିଁ ଦିଅନ୍ତୁ। ପ୍ରତ୍ୟେକ ରାତିରେ ଯେତେବେଳେ ଆମେ ଶୋଇବା ପାଇଁ ଯାଉଛୁ, ସେତେବେଳେ ଆମେ ଗ୍ୟାରେଣ୍ଟି ଦେଇ କହିପାରିବା ନାହିଁ ଯେ ଆସନ୍ତାକାଲିର ସକାଳ ପର୍ଯ୍ୟନ୍ତ ଆମେ ବଞ୍ଚି ରହିବା। ତଥାପି ଆମେ ଘଡ଼ିରେ ଆଲାର୍ମ ଦେଇ ଶୋଉଛୁ। ଏହା ହିଁ ଆମର ବିଶ୍ୱାସ। ମନୁଷ୍ୟ ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ, କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ବି ଠିକ୍ ନୁହେଁ। କାରଣ ସୁଖ ଦୁଃଖ କେହି ଦେଇନଥାନ୍ତି, ବରଂ ନିଜର କର୍ମଫଳ ଅନୁସାରେ ସେ ନିଜର ପରିଣାମ ଭୋଗିବାକୁ ପଡ଼ିଥାଏ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମୁଁ କାହାର ଭାଗ୍ୟ ତିଆରି କରିନାହିଁ, ମଣିଷ ନିଜେ ନିଜର ଭାଗ୍ୟ ତିଆରି କରିଥାଏ। ତୁମେ ଆଜି ଯାହା କରୁଛ, ତାର ଫଳ ତୁମକୁ କାଲି ପ୍ରାପ୍ତ ହେବ ଏବଂ ଆଜି ଯାହା ତୁମର ଭାଗ୍ୟରେ ଅଛି, ତାହା ପୂର୍ବରୁ କରାଯାଇଥିବା କର୍ମର ଫଳ। ସେଥିପାଇଁ ଜୀବନକୁ ଉପଭୋଗ କର, ନିଜେ ହସ ଏବଂ ଅନ୍ୟକୁ ହସାଅ। ରାଗ ହିଂସା ଛାଡ଼, କାରଣ ମଣିଷର ନିଃଶ୍ୱାସକୁ ବି ଜଣାନଥାଏ ଯେ ସେ ଫେରିବ କି ନାହିଁ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିଭଳି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି, ଜୟ ଶ୍ରୀରାମ।